ମୁଁ କାହାର ଦାସ ଅଟେ, ମୁଁ କାହାର ଚାକର ଅଟେ। ଈଶ୍ୱର ଆମମାନଙ୍କୁ ଆଜି କଥା କହିବେ, ଆମେ ନିଜେ ନିଜେ ଯେତେବେଳେ ଆମେ ବାକ୍ୟ ଆଲୋଚନା କରୁଥିବା ଶୁଣୁଥିବା ସେତେବେଳେ ଆମେ ନିଜେ ଆମେ କାହାର ଦାସ ଅଟୁ ଆଜି ଆମେ ଜାଣିପାରିବା। ତ ମୋ ସହିତ ଖୋଲନ୍ତୁ ରୋମିଓ ପୁସ୍ତକ ତାର 6 ଅଧ୍ୟାୟ 16 ପଦ। ମୃତ୍ୟୁଜନକ ପାପ କିମ୍ବା ଧାର୍ମିକତା ଜନକ ଆଜ୍ଞାବହତା ଏହା ମଧ୍ୟରୁ ଯାହା ନିକଟରେ ତୁମେମାନେ ଆଜ୍ଞାବହ ହେବା ନିମନ୍ତେ ଆପଣା ଆପଣାକୁ ଦାସ ରୂପେ ସମର୍ପଣ କର, ଅର୍ଥାତ୍ ଯାହାର ଆଜ୍ଞା ପାଳନ କର ତାହାର ଯେ ତୁମେମାନେ ଦାସ ଅଟ, ଏହା କଣ ଜାଣ ନାହିଁ? ଆମେନ୍। ଆମେନ୍। ଧନ୍ୟବାଦ ଭଉଣୀ। ଦେଖନ୍ତୁ ରୋମିଓ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲ ଲେଖୁଅଛନ୍ତି ଏ ପତ୍ର। ଆମେ ଯଦି 2 ପଦରେ ଦେଖିବା, ପ୍ରଥମ ପଦର ପ୍ରଥମ 1 ପର୍ବର 2 ପଦରେ ଯଦି ଆମେ ଦେଖିବା, ସେ କାହା ନିକଟକୁ ପ୍ରେରିତ ପାଉଲ ଲେଖୁଅଛନ୍ତି ନା ସେ ରୋମରେ ଥିବା ଈଶ୍ୱରଙ୍କର ପ୍ରିୟ ଆହୁତ ସମସ୍ତ ସାଧୁଙ୍କ ନିକଟକୁ ପତ୍ର ଲେଖୁଅଛନ୍ତି। ପ୍ରେରିତ ପାଉଲ ଆଉ ପବିତ୍ର ଆତ୍ମାଙ୍କ ଦ୍ଵାରା ସେ ରୋମରେ ଥିବା ମାନେ ଈଶ୍ୱରଙ୍କର ପ୍ରିୟ ଲୋକମାନଙ୍କ ପାଖରେ ପହଞ୍ଚାଉଛନ୍ତି। ଆଉ ପ୍ରଭୁ ଯାହାକୁ କି ଆହୁତ ଡାକି ଅଛନ୍ତି ଆଉ ସେମାନଙ୍କ ପାଇଁ, ଆଉ ଯିଏକି ନିଜକୁ ଆମେ ସାଧୁ ବୋଲିକି ଆମେ କହିଥାଉ, ଆମେ ଧାର୍ମିକ ବୋଲିକି କହିଥାଉ, ଏଇପରି ଲୋକମାନଙ୍କ ପାଖକୁ ହିଁ ନୁହେଁ, ମୋର ପ୍ରିୟ ଈଶ୍ୱରଙ୍କର ଲୋକମାନେ ଆଜି ତୁମ ପାଖକୁ ଆଉ ମୋ ପାଖକୁ ମଧ୍ୟ ପବିତ୍ର ଆତ୍ମା ଏହା ଉପସ୍ଥାପନା କରିବା ପାଇଁ ଆଜି ଚାହୁଁଅଛନ୍ତି ଯେ ପ୍ରକୃତରେ ଆମେ କହିଥାଉ ମୁଁ ଈଶ୍ୱରଙ୍କର ସନ୍ତାନ, ଆମେ କହିଥାଉ ଏବେ ଭଉଣୀ କହିଲେ ଈଶ୍ୱରଙ୍କର ଦାସୀ ଆଉ ଈଶ୍ୱରଙ୍କର ବାକ୍ୟ ଆଜି କହିବେ ବୋଲି, କିନ୍ତୁ ଆଜି ବାକ୍ୟ ଦ୍ଵାରା ଆମେ ନିଜକୁ ପରୀକ୍ଷା କରିବାକୁ ପଡିବ ପ୍ରକୃତରେ ଆମେ କାହାର ଦାସ ଅଟୁ, କାହାର ଦାସୀ ଅଟୁ। ଆମେ ଈଶ୍ୱରଙ୍କର ନା ପାପର ଦାସ ଦାସୀ ଅଟୁ ଆଜି ଆମେ ଜାଣିବା। ତ ଦେଖନ୍ତୁ ଆଉ ତାର 6:16 ପଦରେ ମୃତ୍ୟୁଜନକ ପାପ କିମ୍ବା ଧାର୍ମିକତା ଜନକ ଆଜ୍ଞାବହତା ଏହା ମଧ୍ୟରୁ ଯାହା ନିକଟରେ ତୁମ୍ଭେମାନେ ଆଜ୍ଞାବହ ହେବା ନିମନ୍ତେ ଆପଣା ଆପଣାକୁ ଦାସ ରୂପେ ସମର୍ପଣ କର, ଅର୍ଥାତ୍ ଯାହାର ଆଜ୍ଞା ପାଳନ ତୁମେ କର ତାହାର ଯେ ତୁମ୍ଭେମାନେ ଦାସ ଅଟ, ଏହା କଣ ଜାଣ ନାହିଁ? ପ୍ରିୟ ଈଶ୍ୱରଙ୍କ ଲୋକମାନେ ଆମେ 2 ପ୍ରକାର ବ୍ୟକ୍ତିଙ୍କୁ ଏଠାରେ ଆମେ ଦେଖିବାକୁ ପାଉଛୁ। ଆଉ 2 ପ୍ରକାର ବିଷୟକୁ ଆମେ ଦେଖିବାକୁ ପାଉଛୁ ଯେ ଗୋଟେ ହେଲା ପାପ ମୃତ୍ୟୁଜନକ ପାପର ଦାସ ଆଜି ଆମେ ମାନେ ହେଉଅଛୁ, ନା ଧାର୍ମିକତା ଜନକ ଖ୍ରୀଷ୍ଟଙ୍କର ଆଜ୍ଞାବହତା ସନ୍ତାନ ସନ୍ତତି ହଉଅଛୁ ଆଜି ଆମେ ଜାଣିବା। ପ୍ରିୟ ଈଶ୍ୱରଙ୍କ ଲୋକମାନେ ଆଜି ଆମେ କାହା ପାଖରେ ନିଜକୁ ସମର୍ପଣ କରିଅଛୁ? ଆଜି ଆମେ ଈଶ୍ୱରଙ୍କ ପାଖରେ ନିଜକୁ ସମସ୍ତ ପ୍ରକାର ପୁଅ ବିଳାସ ଆମ ଶରୀରରେ ଥିବା ସମସ୍ତ ପ୍ରକାର ମନ୍ଦ ସ୍ୱଭାବ ପାଖରେ ନିଜକୁ ବିକ୍ରି କରିଦେଇଅଛୁ, ନିଜକୁ ଆମେ ସମର୍ପଣ କରିଦେଇଅଛୁ। ଆମେ ଚାଲନ୍ତୁ ଆଜି ଦେଖିବା ସେଇ 6ର ହିଁ 12 ପଦ। ଅତଏବ ରୋମିଓ 6:12 ପଦ, ଅତଏବ ପାପ ତୁମ୍ଭମାନଙ୍କ ମର୍ତ୍ତ୍ୟ ଶରୀରରେ ରାଜତ୍ୱ ନ କରୁ, ତାହା କଲେ ତୁମ୍ଭେମାନେ ସେଥିର କୁଅଭିଳାଷ ଗୁଡାକର ବଶବର୍ତ୍ତୀ ହେବ। ଦେଖନ୍ତୁ ପ୍ରିୟ ଈଶ୍ୱରଙ୍କ ଲୋକମାନେ, ପ୍ରଭୁ ତୁମକୁ ଆଉ ମତେ ତାଙ୍କ ସାଦୃଶ୍ୟରେ ନିର୍ମାଣ କଲେ, ତାଙ୍କରି ରୂପରେ ନିର୍ମାଣ କଲେ। ଆଉ ଯେତେବେଳେ ପ୍ରଭୁ ଯେତେବେଳେ ଆଦମକୁ ଆଉ ନିର୍ମାଣ କଲେ, ତାଙ୍କ ଦ୍ଵାରା ପ୍ରଭୁ ସମସ୍ତ ପଶୁ ପକ୍ଷୀର ନାମ ଦେବାକୁ ବାଛିଲେ। ଆଦମକୁ କହିଲେ ତୁମେ ସମସ୍ତ ପଶୁ ପକ୍ଷୀଙ୍କର ନାମ ଦିଅ। ଆଉ ପ୍ରଭୁ କହିଲେ ତୁମେ ହଉଛ ସବୁଠାରୁ ଶ୍ରେଷ୍ଠ ପ୍ରାଣୀ, ତୁମେ ସମସ୍ତଙ୍କ ଉପରେ କଣ କରିବ? କର୍ତ୍ତୃତ୍ୱ କରିବ। ସମସ୍ତଙ୍କୁ ତୁମର ବଶରେ ତୁମେ ରଖିପାରିବ, ତୁମର ଆୟତରେ ତୁମେ ରଖିପାରିବ ବୋଲିକି ପରମେଶ୍ୱର କହୁଅଛନ୍ତି। ଯେତେ ବଡ ହିଂସ୍ରକ ଜନ୍ତୁ ହଉନା କାହିଁକି ଆଜି ମଣିଷର ଅଧୀନରେ ଅଛି କି ନାଇଁ? କୁହନ୍ତୁ ଟିକେ, ହଁ ନା ନାଇଁ? ମଣିଷ ତାର ଆୟତରେ ରଖୁଛି କି ନାଇଁ? ଆଜ୍ଞା ଅଛି ଅଛି। ହଁ ଧନ୍ୟବାଦ ମା। ଆଉ ଯେତେ ବଡ ହିଂସ୍ରକ ଜନ୍ତୁ ହେଲେ ମଧ୍ୟ ଆମେ ତାକୁ ଆଜି ମଣିଷ ପ୍ରଭୁ ତାକୁ ଏମିତି ଆଉ ବୁଦ୍ଧି ଆଉ ଜ୍ଞାନ ଦେଇଛନ୍ତି, ସବୁଠାରୁ ଉଚ୍ଚାରେ ରଖିଅଛନ୍ତି, ଆଉ ସେ ତାକୁ ନିଜର ବଶୀଭୂତ କରିଅଛି, ତା ଉପରେ କର୍ତ୍ତୃତ୍ୱ କରୁଅଛି। ଯଦି ଆମେ ଦେଖିବା ଆଦି ପୁସ୍ତକ 1 ଅଧ୍ୟାୟ
ତାର 26 ପଦ ସେମାନେ ତାର ଖ ଅଂଶରୁ ମୁଁ ପଢିଦେବି 26 ର ସେମାନେ ଜଳଚର ମତ୍ସ୍ୟଗଣ ଖେଚର ପକ୍ଷୀଗଣ ଓ ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରଗାମୀ ଜନ୍ତୁ ଉପରେ କର୍ତ୍ତୃତ୍ୱ କରିବେ। ପରମେଶ୍ୱର ମଣିଷକୁ ଆପଣ ସାଦୃଶ୍ୟରେ ନିର୍ମାଣ କଲେ ଆଉ କହିଲେ ପୃଥିବୀରେ ଯେତେ ଗମନାଗମନ କରୁଥିବା ଆଉ ଜୀବଜନ୍ତୁ ସମସ୍ତଙ୍କ ଉପରେ ମଣିଷ କର୍ତ୍ତୃତ୍ୱ କରୁ। ବଡ ଦୁଃଖର ବିଷୟ ଅଟେ ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଯୋଉ ମଣିଷ କି ଏତେ ମାନେ ଏତେ ହିଂସ୍ରକ ଜନ୍ତୁ ଏତେ ବଡ ବଡ ଆଉ ଏତେ ବଡ ବଡ ମାଛ ମାନେ ଅଛି, ଆମେ ଜାଣିଛୁ ଡଲଫିନ ମାଛ ଆଉ ସିଂହ ବାଘ ପରି ହିଂସ୍ରକ ଜନ୍ତୁ ସବୁକୁ ନିଜର ବଶରେ ରଖି ପାରିଛି, ଅଧୀନରେ ରଖିପାରିଛି। ସେ ଯେମିତି ଚାହୁଁଛି ସେମିତି ସେମାନଙ୍କୁ ସେ ରଖିପାରୁଛି। କିନ୍ତୁ ସବୁଠୁ ବଡ ଦୁଃଖର ବିଷୟ ହେଲା ଆଜି ଆମେ ନିଜ ଶରୀରକୁ ଆମେ ନିଜର ବଶରେ ରଖିପାରୁନୁ, ଆତ୍ମାର ବଶରେ ରଖିପାରିନୁ। ତୁମ୍ଭ ମାନଙ୍କର ମର୍ତ୍ତ୍ୟ ଶରୀରରେ ରାଜତ୍ୱ ନ କରୁ। ପାପ ତୁମ୍ଭ ମାନଙ୍କର ମର୍ତ୍ତ୍ୟ ଶରୀରରେ କଣ କରୁ ନ କରୁ, ରାଜ ନ କରୁ। କିନ୍ତୁ ଆଜି ତାହା ହିଁ କହୁଅଛି, ପାପ କର୍ମ ପାପର ସ୍ୱଭାବ ଗୁଡାକ ଆଜି ଆମମାନଙ୍କର ଏହି ମର୍ତ୍ତ୍ୟ ଶରୀରରେ କଣ କରୁଅଛି, ରାଜ କରୁଅଛି। ତାର ରାଜ ଚାଲିଅଛି, ସେ ଯାହା ଇଚ୍ଛା ତାହା କରୁଅଛି। କିନ୍ତୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଥାଇ, କ୍ଷମା କରନ୍ତୁ 12 ପଦ ମୁଁ ପଢୁଛି। ଅତଏବ ପାପ ତୁମ୍ଭ ମାନଙ୍କର ମର୍ତ୍ତ୍ୟ ଶରୀରରେ ରାଜତ୍ୱ ନ କରୁ, ତାହା କଲେ ତୁମ୍ଭେ ମାନେ ସେଥିର କୁଅଭିଳାଷ ଗୁଡାକର ବଶବର୍ତ୍ତୀ ହେବ। ଆଜି ଆମେ ମାନେ କାହାର ବଶରେ ଅଛୁ, କୁଅଭିଳାଷର ବଶରେ ଅଛୁ। ଚାଲନ୍ତୁ ଦେଖିବା କେଉଁ ପ୍ରକାର କୁଅଭିଳାଷର ବଶରେ ଅଛୁ, କାହାର ଆୟତରେ ଅଛୁ ଆମେ ଦେଖିବା। ମୋ ସହିତ ଖୋଲନ୍ତୁ ଗାଲାତୀୟ 5 ଅଧ୍ୟାୟ ତାର 19 ପଦରୁ ପଢି ଯାଆନ୍ତୁ ଟିକେ। ଗାଲାତୀୟ ପୁସ୍ତକ 5 ଅଧ୍ୟାୟ ତାର, ହଁ ପଢ। 19 ଶରୀରର 19 କାର୍ଯ୍ୟଗୁଡାକ ତ ସ୍ପଷ୍ଟ ରୂପେ ଜଣା, ବ୍ୟଭିଚାର, ଅସୁଚିତା, କାମୁକତା, ପ୍ରତିମା ପୂଜା, କୁହୁକ, ଶତ୍ରୁତା, ବିବାଦ, ଦେଶ, କ୍ରୋଧ, ସ୍ୱାର୍ଥପରତା, ଦଳଭେଦ, ମତଭେଦ, ଈର୍ଷା, ମତତା, ରଙ୍ଗରସ ଇତ୍ୟାଦି ପ୍ରକାର କର୍ମଗୁଡାକ ମୁଁ ପୂର୍ବରେ ଯେପରି ତୁମମାନଙ୍କୁ କହିଥିଲି, ସେହିପରି ଆଗରୁ କହୁଅଛି ଯେ ଯେଉଁମାନେ ଏହି ସବୁ ପ୍ରକାର କର୍ମ କରନ୍ତି ସେମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାର ହେବେ ନାହିଁ। ଧନ୍ୟବାଦ ଭଉଣୀ, ଏତିକି ଥାଉ। ଦେଖନ୍ତୁ ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଯେଉଁ ମଣିଷ କି ପୃଥିବୀରେ ବାସ କରୁଥିବା ସମସ୍ତ ଜୀବଜନ୍ତୁଙ୍କୁ ନିଜର ଅଧୀନରେ ରଖିଅଛି, ତାଙ୍କ ଉପରେ କର୍ତ୍ତୃତ୍ୱ କରୁଅଛି, ପ୍ରଭୁ ସେ ଅଧିକାର ଦେଇଅଛନ୍ତି। କିନ୍ତୁ ଏଇ ଶରୀର ପାଖରେ ଆଜି ଆମମାନେ ହାରି ଯାଉଅଛୁ। କଣ ପାଇଁ? ଆଜି ଏଇ ଶରୀରର ପ୍ରତ୍ୟେକ ଗୁଡାଏ କୁଅଭିଳାଷ, ଗୋଟିଏ ନାହିଁ ଗୁଡାଏ ବୋଲି ଲେଖାଯାଇଅଛି, ଅସଂଖ୍ୟ, ଆମେ ଗଣି ପାରିବା ନାହିଁ। ଏତେ ସବୁ ଆଉ କୁକର୍ମରେ, ଏତେ ସବୁ କୁସ୍ୱଭାବରେ ଆଜି ଆମେ କଣ ହଉଅଛୁ, ତାହାର ବଶବର୍ତ୍ତୀ ହୋଇଅଛୁ, ତାହାର ଆୟତରେ ଆଜି ଆମେ ଅଛୁ। ଆମେ ଆଜି ତାହାର ଦାସ ଅଟୁ। ଯେଉଁମାନେ ସେ ପ୍ରକାର ଆଚରଣ କରୁଛନ୍ତି ସେମାନେ ତାହାର ଦାସ ବୋଲି ଆମେ ପଢିଗଲୁ 16 ପଦରେ, ରୋମିଓ 6:16 ପଦରେ। ଯଦି ଆମେ ଶରୀରର ଆଉ ସ୍ୱଭାବ ଅନୁସାରେ ଆଚରଣ କରୁଅଛୁ, ତାହେଲେ ଆମେ ତାକୁ ପ୍ରଭୁ ବୋଲି ମାନୁଅଛୁ, ଆମେ ତାର ଚାକର ହୋଇଯାଇଅଛୁ। ଦେଖନ୍ତୁ ଗୋଟେ ଉଦାହରଣ ସ୍ୱରୂପ ଯଦି ଆମେ ବୁଝିବା, ଗୋଟେ ମାଲିକ ପାଖରେ ଯଦି ଆମେ କାମ କରୁଛୁ, ଆମର କିମ୍ବା ଯେକୌଣସି ଲୋକ ଯଦି ଜବ୍ କରୁଅଛନ୍ତି, ଆପଣଙ୍କର ଉପର ଅଧିକାରୀ ଆପଣଙ୍କୁ ଯାହା କହିବେ ଆପଣ ତାହା କରିବେ ନା ନାହିଁ? ନିଶ୍ଚୟ କରିବେ। କାହିଁକି? ଆପଣଙ୍କର ଉପରେ ଯିଏ ଅଛି ବା ଯିଏ ହେଡ୍ ଅଛନ୍ତି, କାରଣ ଆପଣ କାର୍ଯ୍ୟକାରୀ ବେତନର ଯୋଗ୍ୟ, ଆପଣ କାର୍ଯ୍ୟ କରୁଅଛନ୍ତି, ଆପଣ ନିଜକୁ ଆଉ ବିକ୍ରି କଲା ସଦୃଶ୍ୟ, ଆଉ ଆମର ମାଲିକ ଚାକରକୁ ଯାହା କହିଥାଏ ଚାକର ତାହା କରିବାକୁ ବାଧ୍ୟ। ଠିକ୍ ସେହିପରି ଆଜି ଆମମାନଙ୍କର ଜୀବନ ଅଟେ, ଆମମାନଙ୍କର ଶରୀର ଅଟେ, ଆମମାନଙ୍କର ଶରୀରର ସ୍ୱଭାବ ଅଟେ। ଆମେ ତାର କଥା ଶୁଣୁଛୁ, ଶରୀରର କଥା ଶୁଣୁଛୁ। କିନ୍ତୁ ଆମର ପରମେଶ୍ୱର ଯେତେବେଳେ ଆଉ ମୃତ୍ୟୁ ଭୋଗ କଲେ, କ୍ରୁଶରେ ହତ ହେଲେ, ସେଇ ସମୟରେ ଆମେ ଯଦି ଦେଖିବା, ସେଇ ରୋମିଓରେ ହିଁ ଅଛି, ଆମେ ପଦ ପର୍ବ ଯଦି
କାଢିକି ପଢିବା କହିଲେ ବହୁତ ସମୟ ହେଇଯିବ। ତ ମୁଁ ପଦ ପର୍ବ ନ ପଢିକି ମଧ୍ୟ କହିବାକୁ ଚାହେଁ, ଯେତେବେଳେ ପରମେଶ୍ୱର କ୍ରୁଶରେ ହତ ହେଲେ ସେତେବେଳେ ଆମମାନଙ୍କ ମଧ୍ୟରେ ଥିବା ସମସ୍ତ ପ୍ରକାର କୁସ୍ୱଭାବ ଗୁଡିକ ତାଙ୍କ ସହିତ କ୍ରୁଶରେ ହତ ହୋଇଯାଇଅଛି। ପରମେଶ୍ୱର ଥରେ କ୍ରୁଶରେ ହତ ହେଲେ ନା ବାରମ୍ବାର ବାରମ୍ବାର ହଉଛନ୍ତି? ବାରମ୍ବାର ହେବେ ନାହିଁ, ସେ କେବଳ ଥରେ ହିଁ କ୍ରୁଶରେ ହତ ହେଲେ, ଆଉ ସେ ମୃତ୍ୟୁକୁ ଜୟ କରି ଉଠି ଅଛନ୍ତି ଆମେ ଜାଣିଅଛୁ। ସେ ବାରମ୍ବାର ହେବେ ନାହିଁ, କିନ୍ତୁ ଆମେ ଯୋଉ ଆଉ ଶରୀରର ଏଇ ଯେତେ ଆମେ ଗାଲାତିୟ 5:19 ରେ ଯେତେ ସବୁ ଖରାପ କାମ ଯାକ ଆମେ ପଢିଗଲୁ ଯାହା ଅଛି, ସେଇ ସବୁର ବଶରେ ରହିକି ଆଜି ସେଇ ସବୁ ପୁରୁଣା ସ୍ୱଭାବ ଆମମାନଙ୍କର ଜୀବନରେ ଆମମାନଙ୍କର ହୃଦୟରେ କଣ ହୋଇଛି, ଭର୍ତ୍ତି ହେଇକି ରହିଛି। ଆଉ ଆମେ ବାରମ୍ବାର ଆମର ପରମେଶ୍ୱରଙ୍କୁ କଣ କରୁଛୁ, କ୍ରୁଶରେ ମାରୁଅଛୁ। ଆମେ ବାରମ୍ବାର ପରମେଶ୍ୱରଙ୍କୁ ଆମେ ଯନ୍ତ୍ରଣା ଦଉଛୁ କ୍ରୁଶରେ। ଆମମାନଙ୍କର ସ୍ୱଭାବ ଯୋଉ ପର୍ଯ୍ୟନ୍ତ ବଦଳିବ ନାହିଁ, ଆମମାନଙ୍କର ଚାଲିଚଳନରେ ଯୋଉ ପର୍ଯ୍ୟନ୍ତ ଆଉ ପବିତ୍ରତା ଆସିବ ନାହିଁ, ଆମମାନଙ୍କର କଥାବାର୍ତ୍ତାରେ ଯୋଉ ପର୍ଯ୍ୟନ୍ତ ପବିତ୍ରତା ଆସିବ ନାହିଁ, ଆମେ ପ୍ରତିଦିନ କଣ କରୁଛୁ, ଆପଣା ପରମେଶ୍ୱରଙ୍କୁ ଦୁଃଖ ଦଉଛୁ, ତାଙ୍କୁ କ୍ରୁଶରେ କଣ କରୁଛୁ, ଆମେ ଯନ୍ତ୍ରଣା ଦଉଛୁ, କଷ୍ଟ ଦଉଛୁ। କିନ୍ତୁ ସେଇ 6:6 ଯଦି ଆମେ ଦେଖିବା, ଯେମିତି ଆମ୍ଭେମାନେ ଆଉ ପାପର ଦାସତ୍ୱରେ ନ ରହୁ, ଏଥିପାଇଁ ପାପର ଶରୀର ବିନଷ୍ଟ ହେବା ନିମନ୍ତେ ଆମ୍ଭମାନଙ୍କର ପୁରାତନ ସ୍ୱଭାବ ଯେ ତାହାଙ୍କ ସହିତ କ୍ରୁଶରେ ହତ ହୋଇଅଛି। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆଜି ବର୍ଷ ପରେ ବର୍ଷ ବିତି ଯାଉଅଛି, ଆଉ ଏତେ ଶୀଘ୍ର ଦିନ ଗଡି ଯାଉଅଛି, ଆମେ ଚିନ୍ତାର ବାହାରେ। କାରଣ ଆମେ ଜାଣୁ ପରମେଶ୍ୱରଙ୍କ ଠାରେ ଏକ ଦିନ ଯେ ସହସ୍ର ଦିନ ସାଙ୍ଗେ ସମାନ, ଆଉ ସହସ୍ର ଦିନ ଯେ ଏକ ଦିନ ସାଙ୍ଗେ ସମାନ। ଆଜି ଦିନ ବହି ଯାଉଅଛି, କିନ୍ତୁ ଆମମାନଙ୍କର ନୂତନ ବର୍ଷ ଉପରେ ନୂତନ ବର୍ଷ ଆସୁଅଛି, କିନ୍ତୁ ଆମମାନଙ୍କର ଜୀବନରେ ଦୁଃଖର ବିଷୟ କୌଣସି ନୂତନତା ନାହିଁ, କୌଣସି ନୂତନତା ନାହିଁ। ସେଇ ପୁରୁଣା ସ୍ୱଭାବକୁ, ସେ ପୁରୁଣା ଶରୀରର କୁଅଭିଳାଷ ଗୁଡିକ ଆମ ମନରେ ଭର୍ତ୍ତି ହୋଇକି ଅଛି, ଆମ ହୃଦୟରେ। ସେଇ ଶରୀରର କୁକର୍ମ କୁକାର୍ଯ୍ୟ ଗୁଡାକ ଆମମାନଙ୍କର ଜୀବନରେ ଭର୍ତ୍ତି ହୋଇଅଛି, ଯାହାକି ଆମମାନଙ୍କୁ ଆଉ ପରମେଶ୍ୱରଙ୍କ ସହିତ କଣ କରୁନାହିଁ, ଯୋଗାଯୋଗ କରିବାରେ ବାଧା ସୃଷ୍ଟି କରୁଛି। ଆମମାନଙ୍କର ପ୍ରାର୍ଥନାକୁ ପ୍ରଭୁ ଶୁଣୁନାହାନ୍ତି, ଆମମାନଙ୍କର ଜୀବନରେ ଆଜି ଉନ୍ନତି ଆସୁନାହିଁ, ଆଜି ଆମେ ଆମର ଜୀବନରେ ଆଜି ସଫଳତା ଆସିପାରୁନାହିଁ, ଆଜି ଆମମାନଙ୍କ ଜୀବନରେ ପରିବର୍ତ୍ତନ ଆସିପାରୁନାହିଁ। କାରଣ ଆମେ ଶରୀରର ଏଇ ପାପ, ମୃତ୍ୟୁଜନକ ପାପର ଦାସ ହୋଇଥିବା ହେତୁରୁ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆମେମାନେ ଗାଲାତିୟ 5:19 ଦେଖିଗଲୁ ଯେ ବ୍ୟଭିଚାର, ଆଜି ଅସୁଚିତା, କାମୁକତା, ପ୍ରତିମା ପୂଜା, କୁହୁକ, ଶତ୍ରୁତା, ବିବାଦ ଆମ ମଧ୍ୟରେ ଅଛି କି ନାହିଁ? ଆମେ ନିଜକୁ ଠିକ କରିନେବା ବାକ୍ୟ ଶୁଣିବା ସମୟରେ। ଏଇ ସମସ୍ତ ବିଷୟ ମୋ ଜୀବନରେ ଭର୍ତ୍ତି ହୋଇଅଛି, ଈର୍ଷା ରହିଅଛି, ଯାହାକି ଆମେ ଅନ୍ୟର ଭଲ ଚିନ୍ତା କରିପାରୁନୁ, ଅନ୍ୟର ସଫଳତା ଦେଖିଲେ ଆମେ ଈର୍ଷା କରୁଅଛୁ। ତାହା କଣ ଭଲ ସ୍ୱଭାବ କି? ଆମେ ହଠାତ୍ କ୍ରୋଧ କରୁଅଛୁ, ଆଉ ଯେ ହଠାତ୍ କ୍ରୋଧୀ ସେ ଅଜ୍ଞାନର କର୍ମ କରେ। ହିତୋପଦେଶ କହେ ଯେ ହଠାତ୍ କ୍ରୋଧ କରେ ସେ ଅଜ୍ଞାନର କର୍ମ କରିଦିଏ। ଈଶ୍ୱରଙ୍କ ଲୋକମାନେ, ଏହି ସବୁ ସ୍ୱଭାବ ଆଜି ଆମକୁ କଣ କରିଅଛି, ବାନ୍ଧି ଦେଇଅଛି। ଆଜି ଆମେ ତା ପାଖରେ ନିଜକୁ ସମର୍ପଣ କରିଦେଇଅଛୁ, ଆଜି ଆମେ ତାର ବଶରେ ଅଛୁ। ମନେ ରଖିବା, ଆମେ ବ୍ୟଭିଚାର ବଶରେ ରହିବା ନାହିଁ, ଆମେ ତାକୁ ଆମର ଆୟତ୍ତରେ ରଖିବା। ଆମେ ଈର୍ଷାର ବଶରେ ରହିକି ଈର୍ଷା ଆମମାନଙ୍କର ଜୀବନରେ ନ ରହୁ, ଆମମାନେ ତାକୁ ଆୟତ୍ତରେ ରଖିବା। ଆମମାନଙ୍କ ଶରୀରରେ ତାହା ରାଜତ୍ୱ ନ କରୁ, ଆମମାନଙ୍କ ମଧ୍ୟରେ କ୍ରୋଧ ନ ରହୁ, ଆମମାନଙ୍କ ମଧ୍ୟରେ ସ୍ୱାର୍ଥପରତା ନ ରହୁ। କିନ୍ତୁ ଏ ସମସ୍ତ ବିଷୟ ଆମମାନଙ୍କ ଠାରେ ଭର୍ତ୍ତି ହେଇକି ରହିଅଛି। ଦଳଭେଦ, ମତଭେଦ, এই ସବୁ ପ୍ରକାର ଆମମାନଙ୍କ ଜୀବନରେ ରହିଅଛି। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଦୁଃଖର ବିଷୟ ଯେ ଆମେ ପ୍ରଭୁଙ୍କର ପ୍ରତିମୂର୍ତ୍ତିରେ ନିର୍ମାଣ ହେଇକି, ପ୍ରଭୁ ଆମକୁ ସବୁ ଉପରେ ଅଧିକାର ଦେଇକି ନିଜ ଶରୀର ଉପରେ ଆମେ କଣ ହେଇଅଛୁ, ଆଜି ନିଜକୁ ସମର୍ପଣ କରିଦେଇଅଛୁ। ସେଇ ସ୍ୱଭାବ ଗୁଡିକ ଉପରେ ଆମେ ଆଜି କଣ ହେଇଯାଇଛୁ, ବାନ୍ଧି ହୋଇଯାଇଅଛୁ, ଯାହା ଫଳରେ କି ଆମେ ଉପରକୁ ଉଠି ପାରୁନାହୁଁ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ରୋମିଓ 7:23 ଟିକେ ପଢନ୍ତୁ ଭଉଣୀ। କିନ୍ତୁ ମୁଁ ମୋର ଅଙ୍ଗ ପ୍ରତ୍ୟଙ୍ଗରେ
ଗୋଟିଏ ଭିନ୍ନ ବ୍ୟବସ୍ଥା ଦେଖେ, ତାହା ମୋର ମନର ବ୍ୟବସ୍ଥା ବିପକ୍ଷରେ ଯୁଦ୍ଧ କରେ, ଆଉ ମୋର ଅଙ୍ଗ ପ୍ରତ୍ୟଙ୍ଗରେ ଯେଉଁ ପାପର ବ୍ୟବସ୍ଥା ଅଛି ମୋତେ ସେଥିରେ ବନ୍ଦୀ କରିଦିଏ। ଆମେନ୍। ଧନ୍ୟବାଦ। ଦେଖନ୍ତୁ, ମୁଁ ମୋର ଅଙ୍ଗ ପ୍ରତ୍ୟଙ୍ଗରେ ଗୋଟେ ଭିନ୍ନ ବ୍ୟବସ୍ଥାକୁ ଦେଖୁଅଛି, ତାହା ମୋର ମନର ବ୍ୟବସ୍ଥା ବିପକ୍ଷରେ କଣ କରୁଅଛି? ଯୁଦ୍ଧ କରୁଅଛି। ଆଉ ମୋର ଅଙ୍ଗ ପ୍ରତ୍ୟଙ୍ଗରେ ଯେଉଁ ପାପର ବ୍ୟବସ୍ଥା ଅଛି, ଆମେ ଯୋଉ ଗାଲାତୀୟ 5:19 ଯୋଉ ଶରୀରର କାର୍ଯ୍ୟ ଗୁଡାକ କର୍ମ ଗୁଡାକ ପଢିଗଲୁ, ସେଇ ସବୁ ଗୋଟେ ଗୋଟେ ବ୍ୟବସ୍ଥା ଅଛି। ଆଜି ସେଇ ପାପର ବ୍ୟବସ୍ଥା ଗୁଡାକ ଆମମାନଙ୍କ ଅଙ୍ଗ ପ୍ରତ୍ୟଙ୍ଗରେ ରହିଅଛି, ମତେ ସେଥିର ବନ୍ଦୀ କରିଦିଏ। ଆମକୁ କଣ କରିଦେଉଅଛି? ସେ ବାନ୍ଧି ଦେଉଅଛି, ଯାହା ଫଳରେ କି ଆମେ ଚାହିଁକି ମଧ୍ୟ ଆମେ ପବିତ୍ରତା ଜୀବନ କାଟି ପାରୁନୁ, ଆମେ ରାଗକୁ ଆୟତରେ ରଖି ପାରୁନୁ। ଆମେ ହଠାତ୍ ଆମକୁ କିଏ ଯଦି କଣ କହିଦିଏ, ଆମେ ସାଙ୍ଗେ ସାଙ୍ଗେ ତାକୁ କଣ କରୁଛୁ? ଉତ୍ତର ଦେଇ ଦେଉଛୁ। କିଏ ଯଦି ଆମକୁ କଣ କହିଦିଏ, ଆମେ ସାଙ୍ଗେ ସାଙ୍ଗେ ରାଗି ଯାଉଛୁ। କିନ୍ତୁ ଆମର ପରମେଶ୍ୱରଙ୍କୁ ଯଦି ଆମେ ଦେଖିବା, ଆମର ପରମେଶ୍ୱରଙ୍କ ସ୍ୱଭାବକୁ ଯଦି ଆମେ ଦେଖିବା, କେତେ ଜଣା ଦେଲେ ତାହାଙ୍କୁ। ମୋ ଆବାଜ ଶୁଣୁଛନ୍ତି ନା ସମସ୍ତେ? କୃଷରେ କେତେ ଯନ୍ତ୍ରଣା ଦେଲେ, କିଏ ତ ମୁହଁରେ ଛେପ ପକାଇଲା, କିଏ ତ ଆଉ ନିନ୍ଦାର କଥା କହିଲେ, ଆଉ କିଏ ତ ଗାଲରେ ପ୍ରଭୁକୁ ଚାପୁଡା ମାରିଲେ, କିନ୍ତୁ ପରମେଶ୍ୱର ପଦେ ହେଲେ ଉତ୍ତର ଦେଲେ ନାହିଁ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ପଦେ ହେଲେ ସେ କହିଲେ ନାହିଁ, କାହିଁକି ମତେ ନିନ୍ଦା କରୁଛ, ନିର୍ଦ୍ଦୋଷ ବୋଲିକି ସେ ରାଗିଲେ ନାହିଁ, କି ଅଭିଶାପ କାହାକୁ ଦେଲେ ନାହିଁ, କିନ୍ତୁ ସେ କହିଲେ ଏମାନେ କଣ କରୁଅଛନ୍ତି ପିତା, ଏମାନେ ଜାଣନ୍ତି ନାହିଁ। ପିତାଙ୍କୁ ସେ କ୍ଷମା ମାଗୁଅଛନ୍ତି ସେମାନଙ୍କ ଲାଗି। ହେଇପାରିବ ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆମେ ତ ଆଉ ଆମର ଅଙ୍ଗ ପ୍ରତ୍ୟଙ୍ଗର ସମସ୍ତ ପ୍ରକାର ପାପର ବ୍ୟବସ୍ଥା, ଏଇ ଯୋଉ ପାପର ସ୍ୱଭାବ ଠାରେ ତ ଆମେ ବନ୍ଦୀ ହୋଇଯାଇଅଛୁ। ଆମେ କେତେବେଳେ ଅନ୍ୟକୁ ଆମେ ନିନ୍ଦା କରିବାର ଛାଡିବୁ? ଆମେ ତ ବନ୍ଦୀ ହେଇଯାଇଛୁ, ଆମକୁ ତ ବାନ୍ଧି ଦେଇଅଛୁ। ଆମେ ତ ସ୍ୱଭାବରେ ଆମେ କଣ କରିଅଛୁ, କିନ୍ତୁ ଆମେ ଆଜି ପ୍ରଭୁଙ୍କର ଦାସ ଦାସ, ପ୍ରଭୁଙ୍କର ସନ୍ତାନ ସନ୍ତତି ହେବା, କାରଣ ପ୍ରଭୁ ଆମକୁ ତାଙ୍କର ବହୁ ମୂଲ୍ୟ ରକ୍ତ ଦେଇକି କିଣି ଅଛନ୍ତି। ବହୁତ ମୂଲ୍ୟବାନ ରକ୍ତ ଝରାଇକି ପ୍ରଭୁ ତୁମକୁ ଆଉ ମତେ କିଣି ଅଛନ୍ତି। ଏଇ ଯୋଉ ପାପର ଆଉ ଶରୀରର ଅଙ୍ଗ ପ୍ରତ୍ୟଙ୍ଗର ପାପର ସ୍ୱଭାବ, ପାପର ଦାସ ଚାକର ହେବା ପାଇଁ ନୁହେଁ। ଭାବନ୍ତୁ, ଯଦି ଆପଣ ମାନଙ୍କର ସାହି ପଡୋଶୀରେ ଥିବା ଲୋକଙ୍କୁ ହଉ, କି ଆପଣଙ୍କର ବନ୍ଧୁ ମାନଙ୍କୁ ହଉ, ଯଦି ରାଗର ସହିତ କଥାବାର୍ତ୍ତା କରୁଛନ୍ତି, ପାପର ବ୍ୟବସ୍ଥା ଅଛି, ଆଉ ଆପଣ କାହାର କଥା ମାନୁଛନ୍ତି? ଶରୀରର ପାପର କଥା ମାନୁଛନ୍ତି, ଅର୍ଥାତ୍ ତମେ ତାର ଦାସ ହେଇଗଲ, ତମେ ତାର ଚାକର ହେଇଗଲ, ସେ ତୁମର ମାଲିକ ହେଇଗଲା, ସେ ତୁମ ଉପରେ ରାଜ କରୁଛି। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆଜି ଯେଉଁମାନେ ବ୍ୟଭିଚାର କର୍ମ କରୁଅଛନ୍ତି, ଦେଖିବାରେ, ଚାହିଁବାରେ, କଥା ହେବାରେ, ଆଜି ସେଇ ପ୍ରକାର କର୍ମରେ ଲିପ୍ତ ଅଛନ୍ତି, ସେମାନେ ତାର ଚାକର ଅଟନ୍ତି। ଧିକ୍ ଆମମାନଙ୍କର ଆଉ ମଣିଷତ୍ଵ ଏଇ ବାକ୍ୟ ପଢି ମାନେ ସେଇ କର୍ମ ଗୁଡାକ କରୁଅଛୁ, ଆମମାନଙ୍କର ଜୀବନରେ ଯଦି ରାଗ ରହିଅଛି, ଅନ୍ୟର ପ୍ରତି ହିଂସା କରିବାର ମନୋଭାବ ରହିଅଛି, ଆଉ ଅନ୍ୟର ପ୍ରତି ଆମେ କଣ କରୁଅଛୁ? ସ୍ୱାର୍ଥ ଚେଷ୍ଟା କରୁଅଛୁ। ଆମେ ନିଜ ସ୍ୱାର୍ଥକୁ ଯଦି ଆମେ ଦେଖୁଅଛୁ, ଆମେ ଅନ୍ୟର ଭୁଲକୁ ଦେଖୁଅଛୁ, ଅନ୍ୟକୁ ଦୋଷ ଦେଉଛୁ, କିନ୍ତୁ ନିଜେ ଆମେ କେଉଁ ପ୍ରକାର ଯଦି ଆମେ ଦେଖୁନୁ, ତାହେଲେ ଆମେ ଏଇ ସମସ୍ତ ସ୍ୱଭାବ ଯଦି ଆମମାନଙ୍କ ଠାରେ ରହିଅଛି, ତାହେଲେ ଆମେ କଣ? ଆମେ କାହାର କାମ କରୁଅଛୁ? ଆମେ କାହାର ଚାକର ଅଟୁ? କାହାର ଦାସ ଅଟୁ? ପାପର। କାରଣ ପାପର ଦାସ। ଆଉ ଯେଉଁମାନେ ମଧ୍ୟ କାମ କରନ୍ତି, ସେମାନେ ନିଶ୍ଚୟ ବେତନ ପାଆନ୍ତି। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଜଣେ ଯଦି ଟିଚର ଅଛି, ଆଉ ତା ଯଦି ହେଡମାଷ୍ଟର ଅଛି, ତାହେଲେ ସମସ୍ତ ଟିଚର ତାର ଆୟତ୍ତରେ, ସେ ଯାହା କହିବେ, ଆଉ ଅନ୍ୟ ସହକର୍ମୀ ମାନେ, ଶିକ୍ଷକ ମାନେ ତାହା ହିଁ କରିବେ। ଆଉ ଯେଉଁମାନେ ଚାକିରି କରୁଅଛ, ସେ ଦରମା ପାଉଅଛ। ଆଉ ଏଇଟା ମଧ୍ୟ ଆମେ ଯଦି ଈଶ୍ୱରଙ୍କର ଆଜ୍ଞା ମହତା ସନ୍ତାନ ଯଦି ହୋଇଅଛୁ, ତାହେଲେ ତାର ବେତନ ମଧ୍ୟ ପାଇବା, ତାର ଦରମା ବି ପାଇବା, ତାର ଆଉ ବେତନ, ଦରମା, ପଇସା ମଧ୍ୟ ପାଇବା, ବା ଆଶୀର୍ବାଦ ପାଇବା, ଯାହା ମଧ୍ୟ ପାଇବା। ଆଉ ଯଦି ଆମେ ପାପର ସ୍ୱଭାବରେ ଯଦି ଅଛୁ, ତାହାର ମଧ୍ୟ ଆମେ କଣ ବେତନ ପାଇବା। ପାପର ବେତନ ହଉଛି କଣ? ମୃତ୍ୟୁ। ଆଜି ଆମେ ଜାଣି ଜାଣି ନିଜକୁ, ଆମ ନିଜ ଉପରକୁ କଣ କରୁଛୁ?
ଏହି ମୃତ୍ୟୁକୁ ସ୍ୱାଗତ କରି ଆଣୁଛୁ। ଏହି ମୃତ୍ୟୁର ବେତନକୁ ଆମେ ଜାଣି ଜାଣି ୱେଲକମ କରୁଛୁ ଆପଣ ଜୀବନରେ। କିନ୍ତୁ ଆମମାନଙ୍କର ଜ୍ଞାନ ଚକ୍ଷୁକୁ ପରମେଶ୍ୱର ଖୋଲା କରିଦିଅନ୍ତୁ, ଆମମାନଙ୍କ ମଧ୍ୟରେ ଏ ଶରୀରର ସମସ୍ତ କର୍ମ ଗୁଡାକ କଣ ହେଇଯାଉ ଆଉ ମୃତ ହେଇଯାଉ। କାରଣ ଆମେ ଯଦି ଦେଖିବା ସେଇ ରୋମିଓ 7 ଅଧ୍ୟାୟରେ ଅଛି ଯେ ତାର 14 ଦେଖନ୍ତୁ, 7:14 ଯେଣୁ ମୋ ବ୍ୟବସ୍ଥା ଯେ ଆତ୍ମିକ ଏହା ଆମ୍ଭେମାନେ ଜାଣୁ, କିନ୍ତୁ ମୁଁ ଶାରୀରିକ ପାପର କ୍ରୀତ ଦାସ। ଆମେ ଶାରୀରିକ ଭାବେ ପାପର କଣ କିଣା ଯାଇଥିବା ଦାସ ଦାସୀ ଅଟୁ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆମେ ତାହା ହେବା ନାହିଁ। ଆଜି ଏଇ ସମସ୍ତ କୁକର୍ମ ଗୁଡିକ ଆମମାନଙ୍କୁ କଣ କରିଦେଇଅଛି, ଆମମାନଙ୍କୁ ବାନ୍ଧି ଦେଇଅଛି, ଯାହା ଫଳରେ କି ଆମେ ଭଲ କାମ କରିପାରୁନୁ, ଯାହା ଫଳରେ କି ଆମମାନଙ୍କ ଜୀବନରେ ନାହିଁ। ଏହା ନଥିବାରୁ ଆଜି ଆମମାନଙ୍କ ଜୀବନରେ ସଫଳ ଆଜି ଆମମାନଙ୍କର ଜୀବନରେ ଆଜ୍ଞା ନାହିଁ। ପ୍ରଭୁଙ୍କର କଥା ମାନୁ, ଯିଏ ପ୍ରଭୁଙ୍କର କଥା ଆମେ ଯଦି ମାନୁନୁ, ବାକ୍ୟକୁ ଯଦି ଆମେ ସମ୍ମାନ ଦଉନୁ, ତାହେଲେ ଆମେ ତାହାର କାମ କରୁଛୁ, ଆମେ ତାର ଅଧୀନରେ। ସେଇ ରୋମିଓ 7 ଅଧ୍ୟାୟର ଆଉ ସ୍ୱାମୀର ଆଉ କଣ ଅଧୀନରେ ଥାଏ। 7:2 ସ୍ୱାମୀ ଯେ ପର୍ଯ୍ୟନ୍ତ ଜୀବିତ ଥାଏ ସେ ପର୍ଯ୍ୟନ୍ତ ସ୍ତ୍ରୀ ସ୍ୱାମୀ ସହିତ ବ୍ୟବସ୍ଥା ଦ୍ଵାରା ଆବଦ୍ଧ ଥାଏ, କିନ୍ତୁ ସ୍ୱାମୀ ମରିଗଲେ ସ୍ତ୍ରୀ ସ୍ୱାମୀର ବ୍ୟବସ୍ଥାରୁ କଣ ହେଇଯାଏ, ମୁକ୍ତ ହୋଇଯାଏ। ଆଜି ଆମେ ଦେଖିବା, ଏଇଟା ମୁଁ ଉଦାହରଣ ସ୍ୱରୂପ କହୁଛି ଯେ ଜଣେ ସ୍ୱାମୀ ନିକଟରେ ସ୍ତ୍ରୀ କଣ କରୁଅଛି, ନିଜକୁ ବଶୀଭୂତ କରି ରଖୁଛି। ଆଉ ବାକ୍ୟ ବି ତାହା କହେ, କାରଣ ଆଗରେ ପ୍ରଭୁ ଆଦମକୁ ସୃଷ୍ଟି କଲେ, ତାପରେ ଆଦମଙ୍କ ପଞ୍ଜର ନେଇ ହବାଙ୍କୁ, ତ ସେଥିପାଇଁ ସମସ୍ତ ସ୍ତ୍ରୀ ମାନେ କୁ ପ୍ରଭୁ କହୁଛନ୍ତି ଯେ ଆପଣ ସ୍ୱାମୀର ବଶୀଭୂତ ଓ ଆଉ ସ୍ତ୍ରୀକୁ ମଧ୍ୟ କହିଅଛନ୍ତି, ସ୍ୱାମୀକୁ ମଧ୍ୟ କହିଅଛନ୍ତି। ତ ସ୍ୱାମୀ ଯେ ପର୍ଯ୍ୟନ୍ତ ଜୀବିତ ଅଛି, ଯେ ପର୍ଯ୍ୟନ୍ତ ବଞ୍ଚିଛି, ସେ ପର୍ଯ୍ୟନ୍ତ ସ୍ତ୍ରୀ ସ୍ୱାମୀ ସହିତ ବ୍ୟବସ୍ଥା ଦ୍ଵାରା କଣ ହୋଇଛି, ବାନ୍ଧି ହୋଇକି ରହିଛି। ତାର ସ୍ୱାମୀର ବ୍ୟବସ୍ଥା ସହିତ ସ୍ତ୍ରୀ କଣ ହୋଇଛି, ବାନ୍ଧି ହୋଇକି ଆବୁଧ ହୋଇକି ରହିଛି। କିନ୍ତୁ ଯେତେବେଳେ ତା ସ୍ୱାମୀ ମରିଯାଏ, ସେତେବେଳେ ସେ ତାର ସ୍ୱାମୀ ବ୍ୟବସ୍ଥାରୁ କଣ ହୋଇଯାଏ, ମୁକ୍ତ ହୋଇଯାଏ। ଠିକ ସେମିତି ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆଜି ଏଇ ପାପର ସ୍ୱଭାବ ଗୁଡିକ ସ୍ୱାମୀ ସଦୃଶ୍ୟ ଆମମାନଙ୍କର ଜୀବନରେ ରହିଅଛି, ଆମମାନଙ୍କର ହୃଦୟରେ ରହିଅଛି। ଆମେ ପାପର ସ୍ୱଭାବ ବା ଏଇ ଯୋଉ ସ୍ୱାମୀ ଆମ ଭିତରେ କଣ କରୁଛି, ବାସ କରୁଅଛି, କାର୍ଯ୍ୟ କରୁଅଛି। ଯେ ପର୍ଯ୍ୟନ୍ତ ସେ ମରିବ ନାହିଁ, ଆମେ ସେ ସବୁଠାରୁ କଣ ହେଇପାରିବା ନାହିଁ, ପାପର ବ୍ୟବସ୍ଥାରୁ ମୁକ୍ତ ହେଇପାରିବା ନାହିଁ। ଯେମିତି କି ଗୋଟେ ସ୍ୱାମୀ ଆଉ ଯେ ପର୍ଯ୍ୟନ୍ତ ମରୁନାହିଁ, ସ୍ତ୍ରୀ ତାର ସ୍ତ୍ରୀ ଧର୍ମରୁ ଆଉ ବା ସ୍ତ୍ରୀ ଇଏରୁ କଣ ହଉଛି, ତାର ସ୍ୱାମୀର ବ୍ୟବସ୍ଥାରୁ ସେ ମୁକ୍ତ ହେଇପାରିବ ନାହିଁ। ଆଉ ଯେତେବେଳେ ସ୍ୱାମୀ ମରି ଯାଉଅଛି, ସ୍ତ୍ରୀ କଣ ହଉଛି, ତାର ଆଉ ଯୋଉ ବ୍ୟବସ୍ଥାରୁ ସ୍ୱାମୀର ବ୍ୟବସ୍ଥାରୁ ସେ କଣ ହଉଛି, ସେ ମୁକ୍ତ ହେଇଯାଉଅଛି। ସ୍ୱାମୀ ଯାହା ଇଚ୍ଛା କରେ ସ୍ତ୍ରୀ ତାହା କରିବ, ତାର ବିରୁଦ୍ଧରେ ସେ ଯିବ ନାହିଁ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଠିକ ସେଇପରି ଆମ ଭିତରେ ଯୋଉ ପାପର ସ୍ୱାମୀ ରହିଅଛି, ତାକୁ ସେ ଯେ ପର୍ଯ୍ୟନ୍ତ ମରିନାହିଁ, ଏଇ ଯୋଉ ପାପର ସ୍ୱଭାବ ଗୁଡିକ, ଏଇ ଯୋଉ ରାଗ, ଏଇ ଯୋଉ କ୍ରୋଧ, ଏଇ ଯୋଉ ହିଂସା, ଏଇ ଯୋଉ ଛଳନା, ଏଇ ଯୋଉ ମିଥ୍ୟା କଥା କହିବା ଅନ୍ୟମାନଙ୍କ ସହିତ, ଏଇ ଯୋଉ ବ୍ୟଭିଚାର ଆତ୍ମା, ଏଇ ଯୋଉ ସମସ୍ତ ପ୍ରକାର ଦଳଭେଦ, ମତଭେଦ, ଏଇ ଯୋଉ ସମସ୍ତ ପ୍ରକାର ଅସୁଚିତା, ଏଇଟା ହଉଛି ପାପର କଣ, ପାପର ବ୍ୟବସ୍ଥା। ଏଇ ବ୍ୟବସ୍ଥା ଯୋଉ ପର୍ଯ୍ୟନ୍ତ ଆମମାନଙ୍କର ହୃଦୟରେ ଜୀବନ ଅଛି, ସେ ପର୍ଯ୍ୟନ୍ତ ଆମେ ତାର ମଧ୍ୟରେ ଆମେ ବାନ୍ଧି ହେଇକି ରହିଯାଇଅଛୁ। ଯୋଉ ପର୍ଯ୍ୟନ୍ତ ସେ ମରି ନାହିଁ, ଆମେ ମୁକ୍ତ ହେଇପାରିବା ନାହିଁ। ତ ଆଜିର ବାକ୍ୟ ଶୁଣିଲା ପରେ ଆମମାନଙ୍କ ମଧ୍ୟରେ ଥିବା ସମସ୍ତ ପ୍ରକାର କୁସ୍ୱଭାବ, କୁ ଅଭିଳାଷ ଗୁଡିକୁ ଆମେ ମାନେ କଣ କରିବାର ଅଛି, ଖ୍ରୀଷ୍ଟଙ୍କର ଆଜ୍ଞା ବହତା ସନ୍ତାନ ହୋଇ, ଖ୍ରୀଷ୍ଟଙ୍କର ବାକ୍ୟର ବାଧ୍ୟତା ଜୀବନ କାଟି ଏସବୁକୁ ମାରିବାର ଅଛି। ତେବେ ଯାଇକି ଆମେ ମୁକ୍ତ ହେଇପାରିବା ଏଇ ପାପର ବ୍ୟବସ୍ଥା ଠାରୁ। ହାଲେଲୁୟା। ଏଇ ପାପର ବ୍ୟବସ୍ଥା ଠାରୁ ଆମେ ମାନେ କଣ ହେଇପାରିବା, ମୁକ୍ତ ହେଇପାରିବା। ଦେଖନ୍ତୁ ଗୀତ ସଂହିତା 66 ଅଧ୍ୟାୟ ତାର
ସମସ୍ତେ ଜାଣିଥିବା ବାକ୍ୟ ଅଟେ, ସମସ୍ତେ ଜାଣିଅଛୁ। ଗୀତ ସଂହିତା 66:18 କୁହନ୍ତୁ କିଏ ଜଣେ। ଯେବେ ମୁଁ ମନ ମଧ୍ୟରେ ଅଧର୍ମକୁ ଆଦର କରେ, ତେବେ ପ୍ରଭୁ ମୋ କଥା ଶୁଣିବେ ନାହିଁ। ଆମେନ୍। ଧନ୍ୟବାଦ ଭଉଣୀ। ଯେବେ ମୋ ମନ ମଧ୍ୟରେ ଅଧର୍ମକୁ ଆଦର କରେ, ତେବେ ପ୍ରଭୁ ମୋ କଥାକୁ କଣ କରିବେ ନାହିଁ, ଶୁଣିବେ ନାହିଁ। ଯେବେ ଏଇ ସବୁ ସମସ୍ତ ପ୍ରକାର କୁସ୍ୱଭାବ ଗୁଡିକ ଆମମାନଙ୍କର ପାପର ବ୍ୟବସ୍ଥା ଗୁଡିକ ଆମମାନଙ୍କ ଜୀବନରେ ଯଦି ରହିଥିବ, ଆଉ ଆମେ ଯଦି ଏ ସବୁ ଆଦର କରୁଥିବା, ଅଧର୍ମ ପରା, ଏ ସବୁ ଅଧର୍ମକୁ ଯଦି ଆମେ ଆଦର କରୁଥିବା, ତେବେ କେମିତି ଆମମାନଙ୍କର ପରମେଶ୍ୱର ଆମର କଥାକୁ ଶୁଣିବେ? କେମିତି ଆମମାନଙ୍କର କଥାକୁ ପ୍ରଭୁ ଶୁଣିବେ? ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆଉ ଜିସାୟ 59 ଜିସାୟ 59:3 ବୋଧେ ଦେଖନ୍ତୁ ତ ଟିକେ। କାରଣ ତୁମମାନଙ୍କର ହସ୍ତ ରକ୍ତରେ ଓ ତୁମମାନଙ୍କର ଅଙ୍ଗୁଳି ସବୁ ଅପରାଧରେ ଅଶୁଚି ହୋଇଅଛି। ତୁମମାନଙ୍କର ନାଇଁ, ଅଷ୍ଟାଦର ସେଇଟା ନାହିଁ ଭଉଣୀ। ଜିସାୟ 59:2 ମାତ୍ର ତୁମ୍ଭମାନଙ୍କର ଅପରାଧ ସବୁ, ହଁ ପଢ ପଢ। ମାତ୍ର ତୁମମାନଙ୍କର ଅପରାଧ ସବୁ ତୁମମାନଙ୍କର ଓ ତୁମମାନଙ୍କ ପରମେଶ୍ୱରଙ୍କ ମଧ୍ୟରେ ବିଚ୍ଛେଦ ଘଟାଇଅଛି, ଓ ତୁମମାନଙ୍କର ପାପ ସବୁ ତୁମମାନଙ୍କ ଠାରୁ ତାହାଙ୍କ ମୁଖ ଲୁଚାଇ ଅଛି, ଏଥିପାଇଁ ସେ ଶୁଣିବେ ନାହିଁ। ଆମେନ୍। ଦେଖନ୍ତୁ, ଧନ୍ୟବାଦ। ଆମେ ଗୀତ ସଂହିତା 66:18 ମଧ୍ୟ ଦେଖିଗଲୁ। ଆମେ ଯେତେବେଳେ ପର୍ଯ୍ୟନ୍ତ ହୃଦୟରେ ଆମେ ଅଧର୍ମକୁ ଆଦର କରୁଥିବା ଏଇ ସମସ୍ତ କୁସ୍ୱଭାବ ଯଦି ଆମମାନଙ୍କ ଶରୀର ମଧ୍ୟରେ ରହିଥିବ, ତାହେଲେ ଗୋଟେ ପାଚିରି ହଉଛି ପ୍ରଭୁ ଆମର କଣ, ଏଇଟା ହଉଛି ଗୋଟେ ପାଚିରି ସଦୃଶ୍ୟ। ପ୍ରଭୁ ଆମର କଥାକୁ କେବେ ମଧ୍ୟ ଶୁଣିବେ ନାହିଁ। ଆଉ ଏଠାରେ ମଧ୍ୟ ଆମେ ଦେଖିଗଲୁ, ଏ ଜିସାୟ 59:2 ମଧ୍ୟ ଆମେ ଦେଖିଗଲୁ ଯେ ତୁମମାନଙ୍କର ଅପରାଧ ସବୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ମଧ୍ୟରେ ବିଚ୍ଛେଦ ଘଟାଇ ଅଛି। ଏଇ ଯୋଉ ପାପର ସ୍ୱଭାବ ଗୁଡିକ, ଏଇ ଶରୀରର ଯୋଉ କୁଅଭିଳାଷ କୁକାର୍ଯ୍ୟ ଗୁଡିକ ଯୋଉ ଆମ୍ଭମାନଙ୍କ ମଧ୍ୟରେ ରହିଅଛି, ଆମମାନଙ୍କର ଭିତରେ ରହିଅଛି, ହୃଦୟରେ ରହିଅଛି, ଶରୀରରେ ରହିଅଛି, ସେ ସବୁ ପରମେଶ୍ୱରଙ୍କୁ ଠାରେ ଆମମାନଙ୍କୁ କଣ କରିଦଉଛି, ଅଲଗା କରିଦଉଛି, କରିଦଉଛି। ଆଉ ତୁମ୍ଭମାନଙ୍କର ପାପ ସବୁ ତୁମ୍ଭମାନଙ୍କ ଠାରୁ ତାହାଙ୍କର ମୁଖକୁ କଣ କରୁଛି, ଲୁଚାଉଅଛି। ଆମମାନଙ୍କ ପରମେଶ୍ୱରଙ୍କର ମୁହଁ ପରମେଶ୍ୱର ଲୁଚାଉ ନାହାନ୍ତି। ଆମମାନଙ୍କର କୁକର୍ମ, ଆମମାନଙ୍କର କୁଅଭିଳାଷ ହିଁ ପରମେଶ୍ୱରଙ୍କର ମୁହଁକୁ ଲୁଚେଇବା ପାଇଁ ବାଧ୍ୟ ହଉଛି। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ସେଥିପାଇଁ ସେ ଶୁଣିବେ ନାହିଁ। ସେଥିପାଇଁ ଆମେ ଯେତେ ଡାକିଲେ ମଧ୍ୟ ଆଉ ପ୍ରଭୁ ଶୁଣିବେ ନାହିଁ। ଆମେ ବେଳେ ବେଳେ ପ୍ରାର୍ଥନା କରୁଥିବା, ଆଉ ଅନେକଙ୍କୁ ମଧ୍ୟ ପ୍ରାର୍ଥନାର ଅନୁରୋଧ ଦେଇଥିବା, ଆଉ ମୋର ପ୍ରାର୍ଥନା କଣ ପାଇଁ, ଆମେ ଏତେ ପ୍ରାର୍ଥନା କରେଇଲୁଣି, ଏତେ ବର୍ଷ ହେଲାଣି ଗୋଟେ ବିଷୟକୁ ଆମେ ମାଗି ଅଛୁ, କିନ୍ତୁ ଯେତେବେଳେ ଏଇ ସବୁ ସ୍ୱଭାବ ଆମମାନଙ୍କ ଜୀବନରେ ଛାଡିବା ନାହିଁ ଯୋଉ ପର୍ଯ୍ୟନ୍ତ, ଏଇ ପାପ ରୂପକ ବ୍ୟବସ୍ଥା, ଏଇ ଯୋଉ ପାପର ସ୍ୱାମୀ ଯେତେବେଳେ ପର୍ଯ୍ୟନ୍ତ ଆମମାନଙ୍କର ହୃଦୟ ମଧ୍ୟରେ ଜୀବିତ ଅଛି, ସେତେବେଳେ ପର୍ଯ୍ୟନ୍ତ ଆମ ଜୀବନରେ କେବେ ମଧ୍ୟ ଆମେ ସଫଳତା ପାଇପାରିବା ନାହିଁ। ଆତ୍ମିକ ଜୀବନରେ କେବେ ମଧ୍ୟ ଆମେ ବଢି ପାରିବା ନାହିଁ। ଆମେ ପ୍ରାର୍ଥନା ଚାହିଁଲେ ମଧ୍ୟ ଆମେ କରିପାରିବା ନାହିଁ, କାହିଁକି ନା ଆମେ ତାର ଅଧୀନରେ ଅଛୁ, ପାପର ଅଧୀନରେ ଅଛୁ, ପାପ କାର୍ଯ୍ୟର, ପାପ ସ୍ୱଭାବର ଅଧୀନରେ ଅଛୁ। ଆମେ କେମିତି ଉଠିକି ପ୍ରଭୁଙ୍କୁ ଧନ୍ୟବାଦ ଦେବା? ଆଉ କେମିତି ଆମେ ପ୍ରଭୁଙ୍କର ଆରାଧନା କରିପାରିବା? କେମିତି ଆମେ ପ୍ରଭୁଙ୍କର ଉପାସନା କରିପାରିବା? କେମିତି ଆମେ ପ୍ରଭୁଙ୍କର ଏଇ ଯୋଉ ପବିତ୍ର ଜୀବନ୍ତ ବାକ୍ୟକୁ ମାନିପାରିବା? ଆଜି ଯେଉଁମାନେ ଜୀବନ୍ତ ବାକ୍ୟକୁ ମାନି ପାରୁନାହଁ, ଆମେ ଶୁଣୁଛୁ ସତ, କିନ୍ତୁ ତାକୁ ପାଳନ କରିନୁ। ଯେଉଁମାନେ ଶୁଣନ୍ତି ସେମାନେ ଧନ୍ୟ ନୁହନ୍ତି ଈଶ୍ୱରଙ୍କର ବାକ୍ୟ, କିନ୍ତୁ ଯେଉଁମାନେ ଈଶ୍ୱରଙ୍କ ବାକ୍ୟକୁ ଶୁଣିବା ସହିତ ପାଳନ କରନ୍ତି, ଆପଣା ଜୀବନରେ ଆପ୍ଲାଏ କରନ୍ତି, କାର୍ଯ୍ୟକାରୀ କରନ୍ତି, ସେମାନେ ଧନ୍ୟ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ତ ଆଜି ଏଇ ଯୋଉ ପାପର ସ୍ୱଭାବ ଗୁଡିକ, ଏଇ ପାପର କାର୍ଯ୍ୟ ଗୁଡିକ ଏଇ ଶରୀରକୁ କଣ କରିଦେଉଛି, ଅଙ୍ଗ ପ୍ରତ୍ୟଙ୍ଗକୁ କଣ ଦେଉଛି, ବାନ୍ଧି ଦେଉଅଛି, ଯାହା ଫଳରେ କି ଆମେ ପରମେଶ୍ୱରଙ୍କ ସହିତ ଆମେ ସାକ୍ଷାତ କଲେ ମଧ୍ୟ ଆଉ ପ୍ରଭୁଙ୍କର ମୁହଁକୁ ଢାଙ୍କି ଦେଇଅଛି। କିଏ ଢାଙ୍କି ଅଛି? ଆମମାନଙ୍କର ଧର୍ମର କର୍ମ ଗୁଡାକ, ଆମମାନଙ୍କର ଜୀବନ ପ୍ରତ୍ୟେକ କୁସ୍ୱଭାବ ଗୁଡାକ ଆଜି ଆମମାନଙ୍କର ପରମେଶ୍ୱର ଆମକୁ ଅଲଗା କରିଦେଇଅଛି, ଯାହା ଫଳରେ ଆମେ ଆତ୍ମିକ ଜୀବନରେ ବଢି ପାରୁନୁ, ଯାହା ଫଳରେ ଆମ ମାନଙ୍କ ଜୀବନରେ ଆଜି ସଫଳତା ନାହିଁ।
पारुना आमनकर पाप जोगु कारण देखंतु आमनकर पूर्व पुरुष माने इस्राएल लोक मैंने जिते पाप कले राजा मैंने जिते आम बाक्यर जदि आम देखी जिते राजा मैंने अच्छा जो मैंने कुकर्म कर कुकर्मर प्रतिफल पीढ़ी पर पीढ़ी उपरे कौन हो अभिशाप बर्तु अच्छी कला कुकर्म आज जदि आम सब पाप स्वभाव जदि आज आम ताले तो आम पुओ झील जीवन में उन्नति आसब ना आम पारिवारिक जीवन में आसब ना आम पीढ़ी पर पीढ़ी कौन अभिशाप रे चली से आम जागृत होगा देखो प्रिय लोक मैंने जदि गोटे साधारण जदि मुझे गोटे फोन रो यूज आम केमती करूँ गोटे फोन को फोन जदि आज चलुची कौन आज आम फोन रे देखो आम गूगल मीट रे केते सुंदर प्रभुंकर वाक्य शुणी पारुचु परस्पर को देखा देखी हो पारुचु आम जदि फोन को अपडेट करबा नहीं ताले से ठीक रे चलिबो कि मते कहंतु साहाय्य करंतु नहीं आमे जदि हमर चलिबो नहीं धन्यवाद आमे जदि हमर फोन सब बेले आमे कोन करचो चार्जिंग करूचु आमे रिचार्ज करूचु देखो केते विषय करबा को पडुची आ आमे कोन करूचु ताको सब बेले अपडेट करूचु जदि स्टोरेज फुल हो जाउची ताहले नुआ मेसेज किछि आसी परिबो नाही पेंडिंग हेकी रहि जाउची आ जेते गोटे वीडियो हो किबा गोटे न्यूज हो किबा जे कोन से गोटे फाइल हो आमे ओपन करबा को चाहिबा जदि फोन रे स्टोरेज जदि फुल हो जायची ताहले ताहा आसी परिबो नाही जते बेले पर्यंत अदरकारी विषय गुडा को आमे जदि डिलीट करिनु हमर प्रत्येक ऐप को जदि आमे अपडेट करिनु से पर्यंत आमे किछि मध्ये डाउनलोड कले आसीबो नाही डाउनलोड हेई परिबो नाही गोटे फोन रो व्यवहार जते बेले आमे फोन रे थिबा अदरकारी जिनिस को आ डिलीट करि दउछु आ भलो विषय को कोन करछु सेव करके आमे रखुछु सेते बेले आ नुआ नुआ फाइल गुडा को बा नुआ नुआ आ मेसेज हो कि बा जहा मध्ये नुआ नुआ होची आसी पारुची ठीक सही परी आमनकर शरीर को मध्य प्रतिदिन अपडेट करबा को पड़िबो हालेलुया आमर हृदय को प्रतिदिन अपडेट करबा को पड़िबो केवल पवित्र आत्मांकर सहाय्य रे प्रार्थना द्वारा ईश्वरंकर बाध्यता द्वारा ईश्वरंकर वाक्यर बाध्यता जीवन काटिबा द्वारा आमनकर जीवन आमनकर शरीर अपडेट हुए जा फल रे कि जदि आमे फोन अपडेट करबा नाही ताले आमे जहा अन्य पढ़िले मध्ये किछि जीवन नाही कि आम पाखकु किछि नुआ विषय आसी परबो ना काहे ना पुराना विषय को जीवन रे मध्ये सेंती रहिछि दरकारी जिंस भी रहिछि देखंतु ए जो राग हिंसा क्रोध ए व्यभिचार कर्म ए द्वेष ए वाद ए विवाद ए सब आमनकर भितरे आज भर्ती होई रही जाइछि जा फल रे कि प्रभु हमको अनेक आशीर्वाद करबा को चाहंती अनेक प्रतिज्ञा करी अछंती प्रभु आ करबा को चाहू अछंती किंतु पेंडिंग होई कि रही जाय अछि ताहा आसी पारुनी हमको निकट रे में पापर दास पापर पाप कर्मर चाकर ताठारे आम निजक बसीभूत करियछु किंतु आम माने ईश्वरंक ठारे बसीभूता हेबार अछि हालेलुया आज आम माने ईश्वरंक ठारे निजक बसीभूता करी रखिबार अछि तांकर बाध्यता जीवन काटिबार अछि तांकर वाक्यर बाध्यता जीवन तेबे जाय कि आमे ए जो खराब विषय गुडा जे आमे डिलीट कर देबा आमनकर शरीर रो आमनकर जीवन रो आमनकर हृदय रो तेबे नुआ नुआ विषय प्रभु अपना प्रेमकारी मानक पाए प्रस्तुत करी रखियछंती हालेलुया उत्तम उत्तम विषय आमनकर परिवार सफलता देबे प्रभु आ प्रत्येक रोग आरोग्यता देबे प्रभु आ प्रत्येक विपद समय रे उद्धार करबे प्रभु क्षति बापै देबे नाही आ प्रत्येक जेते प्रतिज्ञा करियछंती सब सफल हेबो सेथि पई आज आशीर्वाद गुडा को पेंडिंग हेकी रही जाय अछि मध्य आकाश रे जो मध्य आकाश रे जो दुष्ट आत्मा माने अछंती काहे ना हमन को मध्य रे तो सब पाप ये सब दुष्टतार कार्यक्रम गुड़ाक अच्छी ना से आसतु निर्जीव फोन को जदि एते अपडेट रखिले फोन को जदि एते अबले से हैंग हे जिवो आ काम भी दबो नाही आमे मध्य आम मानक रहिथिबो शरीर रो को विलास को कार्य गुड़ाक तो हैंग हे जिवा आमे आगो ना बढ़ी परिबा ना आमे तुमे शीतल नुह कि तुमे उष्ण नुह
କିନ୍ତୁ ତୁମେ ଈଷଦ ଉଷ୍ଣ ଅଟ, ଯୋଉଟା କି କୌଣସି ବିଷୟ ହେଇପାରିବ ନାହିଁ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ତ ଏଇ ସବୁ ଯାହା ଆମକୁ ଉତ୍ତମତା ବିଷୟକୁ ଆମେ ସେଭ୍ କରିକି ରଖିବା, ଆଉ ପ୍ରତ୍ୟେକ ପ୍ରକାର ମନ୍ଦତାକୁ ଡିଲେଟ୍ କରିଦେବା, ତେବେ ଯାଇକି ନୂଆ ନୂଆ ଆଶୀର୍ବାଦ ପ୍ରଭୁ, ନୂଆ ନୂଆ ପ୍ରତିଜ୍ଞା ଆମ ଜୀବନରେ ପ୍ରଭୁ ସଫଳ କରିବେ। ପ୍ରଭୁ ଏ ବାକ୍ୟ ଶୁଣିବା ଦ୍ୱାରା ପ୍ରଭୁ ସମସ୍ତଙ୍କ ଜୀବନ କାର୍ଯ୍ୟ କରନ୍ତୁ, ଏଇ ପାପର ସ୍ୱଭାବକୁ ମାରି ପାଇଁ, ଆଉ ଏଇ ପାପର ଦାସ ନ ହୋଇ ଈଶ୍ୱରଙ୍କର ଆଜ୍ଞା ବହତା ଆଉ ସନ୍ତାନ ସନ୍ତତି ପୁଣି ଈଶ୍ୱରଙ୍କର ଦାସ ଦାସୀ ହେବା ପାଇଁ ପ୍ରଭୁ ସମସ୍ତ ଜୀବନକୁ ସାହାଯ୍ୟ କରନ୍ତୁ। ଆମେନ୍ ଆମେନ୍।